ସକାଳ ଖାଇବାରେ ଚାକୁ ବ୍ରେଡ଼ ଟିକେ ଖିଆଯାଇଥିଲା। ଆଉ ଦ୍ୱିପହର ଖାଇବାରେ ଭାତ ଡାଲି ହୋଟେଲ ଘାଣ୍ଟକୁ ଦେଶୀ ନଈ ମାଛ ଟିକେ ଝୋଳ ହେଇଥିଲା। ଖାଇବା ସରିଛି କି ନାହିଁ ସାଙ୍ଗେ ସାଙ୍ଗେ ପାର୍ସଲ ବାଲା ଆସି କଲ୍ କଲା। ସ୍ୱାମୀ ତଳକୁ ଯାଇ ପାର୍ସଲଟି ରିସିଭ୍ କଲେ। ମୁଁ କ'ଣ କଲି ନା ତାକୁ ସାଙ୍ଗେ ସାଙ୍ଗେ ଖୋଲାଖୋଲି କରି ପକେଇଲି କ'ଣ ତା ଭିତରେ ଅଛି ଦେଖିବା ପାଇଁ। ଖୋଲିକି ଦେଖିଲା ବେଳକୁ ତା ଭିତରୁ ଏଇ ଟଙ୍କା ବକ୍ସଟି ବାହାରିଲା। ପ୍ରତ୍ୟେକ ଦିନ ଆମେ ଏଥିରେ ଅଳ୍ପ ଅଳ୍ପ ଟଙ୍କା ଜମା କଲେ ଗୋଟେ ଦିନ ଆମେ ଏଥିରେ ବଡ଼ ଆମାଉଣ୍ଟ ପାଇପାରିବା। ଯଦି ଆମେ ଏଇ ଲେଖା ହେଇଥିବା ସଂଖ୍ୟା ଅନୁସାରେ ପଇସା ରଖିବା ଆମେ ଓନ୍ଲି 1 ଲାଖ ସେଭିଂ କରିପାରିବା। ତାପରେ ଆମେ ଟିକେ ମାର୍କେଟ ବାହାରିଲୁ ଆଉ ସେଠୁ କାମ ସାରି ସନ୍ଧ୍ୟାରେ ଫେରିଲୁ। ତାପରେ ସମସ୍ତେ ଏଠି ପିଠା ତିଆରିରେ ଲାଗି ପଡ଼ିଲୁ। କାହିଁକି ନା ଆଜି ଶେଷ ପାଳି ଖୁଦୁରୁକୁଣୀ। ଶେଷ ପାଳି ତ ନୁହଁ, ଆଉ ଗୋଟିଏ ପାଳି ନିହାତି ଅଛି, ହେଲେ ପୂଜା ହେଇପାରିବ କି ନାହିଁ ସେଥିପାଇଁ ଆମେ କ'ଣ କଲୁ ନା ପ୍ରଥମେ ପୂଜା ପାଇଁ ପିଠା ତିଆରି କରିଦେଲୁ। ତାପରେ ଆମେ ଖାଇବା ପାଇଁ କଲୁ। ଏଇଠି ଦେଖନ୍ତୁ ଆଜି ଶ୍ରାବଣୀ ଭୋଗ ଆଣି ଗୋଟି ଗୋଟି କରି ସମସ୍ତଙ୍କୁ ବାଣ୍ଟୁଛି। ଆଜି ପରା କଣ୍ଢେଇ ନାହିଁ, ତା ମାମୁଁ ଘର ଯାଇଛି, ସେଥିପାଇଁ ପରା ତା ଡ୍ୟୁଟିଟାକୁ ଇଏ ତୁଲଉଛି। ଦେଖନ୍ତୁ ଆଜି ପିଠା ମିଠା ଏତେ ସାରା ଦ୍ରବ୍ୟ ମିଳୁଛି ଖାଇବା ପାଇଁ, ହେଲେ ଦୁଃଖର ସହ କହିବାକୁ ପଡ଼ୁଛି ପେଟରେ ଆଉ ଜାଗା ନାହିଁ। କାହିଁକି ନା ଆମେ ଯେତେବେଳେ ବଜାର ଯାଇଥିଲୁ ସେତେବେଳେ ଖାଇଦେଇ ଆସିଥିଲୁ। ମୁଁ ଖାଇଥିଲି ଦୋସା, ଝିଅ ଖାଇଲା ଛେନା ବୁନ୍ଦି, ଆଉ ବାବୁ ଆମର ଖାଇଥିଲେ ବରା ବୁନ୍ଦି। ପେଟରେ ଆଉ କୁଆଡ଼େ ଜାଗା ଅଛି ଯେ ଖାଇବୁ। ପୁଣି ଭାବିଲି ବହୁତ ଶ୍ରଦ୍ଧାରେ ପିଠାଟା ହେଇଛି ଯେତେବେଳେ ନ ଖାଇଲେ ମନ ଦୁଃଖ ହବନି। ଏଇସବୁ ପିଠା ଭିତରୁ କାକେରା ପିଠାଟି ମୋତେ ଖାଇବାକୁ ବହୁତ ଭଲ ଲାଗେ। ତେଣୁ ଏଇ କାକେରା ପିଠାରୁ ମାତ୍ର ଗୋଟିଏ ଖାଇଲି। ଭିଡ଼ିଓ ଭଲ ଲାଗିଲେ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ପୁଣି ଦେଖା ହବ ଆପଣମାନଙ୍କ ସହ ଆଉ ଗୋଟେ ନୂଆ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।